मिलूनी कुआड़े गला मो भाणीजीटा भाणीजी अरे माँ आरती कुआड़े गलु रे माँ अरे माँ आरती हेलो कौन अच्छे रे माँ मामो ए मामो तुम तो भारी व्यस्त जना पड़ी छ हेलो कहना तुम्हें देखिबा पे तो भारी खुशी जना पड़ी छी हेलो कौन है कहला कहला आज ना मु तोरी पाई गोटे खुशी रे खबर लेके आसीছিলো अच्छी ना हाँ पाई गोटे खुशी रे खबर नहीं हेलो भाणीजी इली हां से खुशी रे खबर से कहला सीधे कहला शीघ्र पे मनटा भारी इच्छा नहीं किससे कहिलो भाणीजी किससे कहिलो ताले शीघ्र प्रकाश कांतु એટલે ତା ପୂର୍ବରୁ ତ ଗୋଟେ କଥା କହିବି ଭାଣିଜି କଣ କହିଲ? ଦେଖ ମା ତୁ ବଢିଲା ଝିଅଟେ ଆଉ ସନ୍ଧ୍ୟା ନ ହେବା ପୂର୍ବରୁ ତୁ ଶୀଘ୍ର ଘରକୁ ଫେରି ଆସ ओ बुझी गली हाँ। आती दिन केतरा फिर तबे मते देखी रतिला हाँ। सेति में तबे ब्याकड़ी खजी दिले ना ଭଲ ଭାଣିଜି ए मामो हाय तबे तो जड़ी छ सदा सर्वदा घरे काम दाम सब सारी गई संगे साथी सहित एई हम उतेर को खिरबन मंदी जाईतिले कलसी काम घर रे बाकी रही गला की ନାଇଁ ରେ ମା ନାଇଁ ଆଉ? ବି ତତେ ନ ଦେଖିଲେ ମତେ କାଇଁ ମନଟା ଭଲ ଲାଗେନି ठीक अछि एथे देखी ने उन तो ହାଲୋ ମା ମୋ ଭାଣି ଦେଖିବାକୁ ଭାରି ସୁନ୍ଦରୀ ମୋ ଭାଣି କାହା ଜମାନି ହେଲେ ଭାଣିଜି ସେ ଖବରଟା ଶୁଣିବନି कहला कहला କାଲି ଶୁଣ ମୁଁ ଚାହୁଁଛି ତତେ ନା ମୁଁ ବାହା କରେଇଦେବି मामो ହାଲୋ तबे ठट्टा करी जना ନାଇଁ ଲୋ ମା ତତେ କାଇଁ କରିବି ए मामो ହାଲୋ तमको पुणी ए पैसे छाड़ी नहीं मु चली जी मो सासुगर ना 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 तमरे सेवा जत्रा के करिबा जी ନାଇଁ ଲୋ ମା କଥାରେ ପରା ଅଛି ଝିଅ ଜନ୍ମ ପରା ପର ଘରକୁ मामो ଆଉ ଦେଖ ମା ସେମିତିରେ ବି ତୁ କେତେ ବଡ ହେଇଗଲୁଣୁ ତତେ ଯଦି ବାହା ନ କରିବି ବାସ୍ ହଁ ए मामो ହଁ ଲୋ मते आज की 17 जाई 18 छी ହଁ ए 18 पैसे बाहे जाती ହଁ तिरितिले बांती ତୁ ସେମିତି କହ ନା ରେ ମା ହେଲେ ମା ମୁଁ ଯାହା ପାଇଁ ପ୍ରସ୍ତାବ ଠିକ କରି ଆସିଛି ନା ସେ ପୁଅ ଦେଖିବାକୁ ନା ଭାରି ସୁନ୍ଦର ताले तमे म पे प्रस्ताव ठीक ठीक करके आसी ଆଉ ସେ ପୁଅ ପୁରାପୁରି ରାଜକୁମାର जेती भी तमे म पे प्रस्ताव ठीक कर चबे तोते देखिबे फिर बहुत सुंदर थी बना ए मामो ହଁ ଲୋ कथे के काहे की ତୁ କଣ कହୁଛୁ राजी बनी ना ନାଇଁ ନାଇଁ ଜମା ନାହିଁ असले पकड़ ଆସୁଛି ए मामो ହାଲୋ एक महात्री ହଁ संकट पट्ट पिदे सତରେ बहुत सुंदर लागिब ना ମୋ ହାତରେ ଆଉ ତମ ସିନ୍ତିରେ ହଁ। ଟୋପେ ସିନ୍ଦୁର ଦିନେ ଆହୁରି ଭାରି ସୁନ୍ଦର ଦେଖାଯିବ ଭାରି ଦେଖିଲ ଆଉ ନା ହଁ ଏଇଟାକୁ ତମେ ପାଠି ଓଜନ ଦେଲେ ସତରେ ବହୁତ ଦେଖାଯିବ ଏଇ ସବୁ ବେଶରେ ଚୁପକୁ ମୋ ପାଇଁ ଠିକ ଅଛି ନା ତା ସହିତ ଯାଇ ତମେ ବାହାରି ପଡ ବୁଝିପାରିଲ ତମର ସେଇ ଅବସ୍ଥା କଥା ଶୁଣିବା ପାଇଁ ମୋ ପାଖରେ ସମୟ ନାହିଁ ମୁଁ ଆସୁଛି ବାଏ ଗୁଡ୍ ଗୁଡ୍ ବା ହେଲେ ଭାଣିଜି ଯୋଉ ପୁଅ ପାଇଁ ପ୍ରସ୍ତାବ ନେଇକି ଆସିଛି ମାନେ ତା ନାଁ ଶୁଣିବନି ହଁ କହିଲା ସେ ପୁଅର ନାଁ ହଉଛି ଆମ ରାଜକୁମାର କିରଣ ମାମୁ ହାଲୋ তুমি সত্য কହୁଛ ସବିକ ଯାକୁ ମୁଁ ଛୋଟ ବେଳରୁ ଦେଇକି 7 ଜଣ ସ୍ୱପ୍ନ ଦେଖିଛି ମାନେ ମୋ ପ୍ରିୟ କିରଣ ତାଙ୍କ ସହିତ ପୁଣି ମୋ ମାମୁଁ ମୋ ବାହାଘରର ଠିକ କରିଛନ୍ତି ମତେ ଖୁସି ହେବା କଥା ତାଙ୍କୁ ନା ମନା କରିଦେଇ ତାଙ୍କ ମାନଙ୍କୁ କଷ୍ଟ ଦେଇଛି ନା ନା ଯେତିକଲି ବି ସେ ଯଦି ମୋ ବାପା ବା ତାଙ୍କ ସହିତ ନିହାତି ରଖିବା ଉଚିତ ନା ଏମିତି ଗୋଟେ ମିଠା ମିଠା କଥା ଖାଇକି ପୁଣି ଥରେ ହାତ ପିଠାକୁ ଆଣିବି ଏ ମାମା ହାଲୋ ପିଲାଟି ବେଳରୁ ବାପା ମା ଛାଡିଗଲା ପରେ ହାଲୋ ତମେ ମୋର କେତେ ଯାତ୍ରା ରାତ୍ରା କରିଛ ହାଲୋ କେତେ ଛାତ୍ର କେତେ ବଡ କରିଛ ହାଲୋ ମା ଆଉ ଭଲ ବୁଦ୍ଧି ସୁଦ୍ଧି ପାଠ ସାଠ ପଢେଇ ହଁ। ଭଲ ବାଟ ମଧ୍ୟ ଚଲା ଶିଖିଛ ମାମୁ ତମ କଥା ଭାଙ୍ଗିକି ଆଜି ହଁ। ତମ ମନ ଭିତରେ ବହୁତ କଷ୍ଟ ଦେଇଛି ନା ହାଲୋ ମାଛ ସାଜି କଥା ହେଲେ ତୁ କଣ ଚାହୁଁଛୁ ଏ ମାମୁ ହାଲୋ ତମେ ପ୍ରଥମେ ଯୋଉ ପ୍ରସ୍ତାବ ନେଇକି ମୋ ପାଖକୁ ଆସିଥିଲେ ନା ହଁ ସେଇ ପ୍ରସ୍ତାବରେ ହଁ ମୁଁ ଭାଙ୍ଗିକି ତମ ମନକୁ କଷ୍ଟ ଦେଇଥିଲି ହଁ ହଁ ସେଇଥିରେ ଦଣ୍ଡ ମୋର କଣ ଜାଣିଛ କଣ 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 ନା ହଁ ମୁଁ ନା ତମ ପ୍ରସ୍ତାବରେ ରାଜି ସତରେ ଆରେ ମୋ ଭାଣିଜି ପରେ କିଏ ହବ ରେ ସତରେ ମା ତୁମ ପ୍ରସ୍ତାବରେ ରାଜି ହେଲେ ମା ତତେ ମୋ କିରଣ ସହିତ ନିଶ୍ଚୟ ବିବାହ କରିବି ହେଲେ ସେଥିରେ ମୋର ଗୋଟିଏ ସର୍ତ୍ତ ଅଛି ରେ ମା କଣଟେ ସତ ମାମୁ ଆଉ ସେଇ ସର୍ତ୍ତଟି ହେଲା ଦେଖ ମା ମୁଁ ଆଉ ଏଇ ରାଜ୍ୟରେ କେତେ ଦିନ ଗୁମାସ୍ତା ପଦବୀରେ ଥିବି ମାମା। ମୁଁ ଚାହୁଁଛି ତୁ ମତେ ସେଇ ଗୁମାସ୍ତା ପଦବୀରୁ ହଟାଇ ମତେ ବଡ ପଦବୀ ଦେବୁ ମାମୁ ହଁ
ତମେ କହିବା ଅର୍ଥ ହଉଛି ଯେ ସେଇ କିରଣ ବାବୁ ସହିତ ସମ୍ପର୍କ ରଖିବା ମନା ବୋଲି। ମୁଁ ଚାହୁଁଛି ତୁ ବାହା ହବୁ ସତ, କିନ୍ତୁ କିରଣ ବାବୁଙ୍କ ସହିତ ତୁ କିଛି ବି ସମ୍ପର୍କ ରଖିବୁ ନାହିଁ। ମାମୁ ସେମିତି କେବେ ହେଇପାରିବନି, କାହିଁକି ନା ତାଙ୍କୁ ମୋ ଜୀବନଠୁ ଅଧିକ ବହୁତ ଭଲ ପାଏ। ଆଜିକାଲି ଝିଅ ପିଲାମାନେ ବାହାଇଲେ ତାଙ୍କ ସହିତ ତ ସମ୍ପର୍କ ରଖନ୍ତି। ମୋର ଗୋଟିଏ ସ୍ୱପ୍ନ ଅଛି ମାମୁ, ଛୁଆ ପିଲା ଧରି ଗଲେରେ ଖେଳିବା ବହୁତ ସ୍ୱପ୍ନ ଦେଖିଛି ମାମୁ। ତମେ ସେତିକି କୁହ ନା ମାମୁ। ତତେ ମୋ କଥାରେ ରାଜି ହବ ମା, ନଚେତ୍ ମୁଁ ଭୁଲିଯିବି ଯେ ମୋର ଗୋଟିଏ ଭାଣିଜୀ ଥିଲା ବୋଲି। ମାମୁ ଦେଖ ମା, ସତ କହୁଛି, ତୁ ଯଦି ଆଜି ମୋ ପ୍ରସ୍ତାବ ରାଜି ନ ହବୁ ତାହେଲେ ମୁଁ ଶ୍ରାଣ ଖାଇ ପାଉଛି ରେ ମା, ମୁଁ ବିଷ ଖାଇ ଆତ୍ମହତ୍ୟା କରିଦେବି। ସେତିକି ଥାଉ ମାମୁ, ତମେ ମରିଯିବା କଥା ଶୁଣିଲେ ସତରେ ମୁଁ ମରିଯିବି ମାମୁ। ତମେ ସେମିତି କୁହ ନା, କାହିଁକି ନା ତମେ ହଉଛ ମୋର ବାପା ମା। ଠିକ କହିଲେ ମାମୁ। ମୋ ଜୀବନ ପଛରେ ନରକ କରିଯାଉ ଇଲି ଯାଇକି ମୋର ସେବା ଯତ୍ନ ନେଇକି ଏତେ ଛତ୍ର ଏତେ ବଡ କରିଛନ୍ତି, ତାଙ୍କୁ ନାଗୁ ତା ପଦରେ ହଟେଇ ଦେଇ ଆହୁରି ବଡ ପଦକୁ ନେଇଯିବି। ଠିକ ଅଛି ମାମୁ, ମୁଁ ତମ କଥାରେ ରାଜି। ତମେ ଯେମିତି ଚାହିଁବ ଠିକ ସେମିତି ହେବ ମାମୁ। ତାହେଲେ ଠିକ ଅଛି ମାଣିଜୀ। ଆଉ ତମକୁ ଏଇ ଗୁମସ୍ତା ପଦରେ ହଟେଇ ଦେଇ ଆହୁରି ବଡ ପଦକୁ ନେଇଯିବ। ଏଇଟା ତମ ଭାଣିଜର କଥା ରହିଲା, କାହିଁକି ନା ନାମ ହେଉଛି ମୋର ଆରତୀ। ସଦା ସର୍ବଦା ପ୍ରଭୁଙ୍କ ମନ୍ଦିରରେ ଦପ୍ତ ହେଇ ଜଳୁଥିବା ଆରତୀ। ଆରତୀ ଏମିତି ଗୋଟେ ଚକ୍ରାନ୍ତ କରିବ ଯେ ଏଇ ସିନ୍ଧୁ ପରିବାର ଧନ ସମ୍ପତ୍ତି ସବୁ ମୋ ହାତ ମୁଣ୍ଡକୁ ଆପେ ଆପେ ଚାଲି ଆସିବ। ତାପରେ ତମକୁ ଗୁମସ୍ତା ପଦରେ ହଟେଇ ଦେଇ ଆହୁରି ବଡ ପଦକୁ ନେଇଯିବ ତମ ଭାଣଜୀ ମା। ତାହେଲେ ଠିକ ଅଛି ଲୋ ଭାଣିଜୀ, ମୋ ହାତରେ ହାତ ରଖି କଥା ଦେ, ତୁ କେବେ ବି ଏଇ କଥାରୁ ଓହଳି ନ ଯାଉ ଯେମିତି। ଠିକ ଅଛି, ହେଇଦେଲି ତମ ହାତରେ ହାତ ରଖି କଥା। ତାହେଲେ ଠିକ ଅଛି ଲୋ ଭାଣିଜୀ, ତାହେଲେ ମୁଁ ଏଥର ଆସୁଛି, ସେପଟେ ମୁଁ ଯାଇ ତୁ ବିବାହର ମାନେ ସବୁ ଆୟୋଜନ କରିବି। ଠିକ ଅଛି ରେ ଭାଣିଜୀ, ଆସୁଛି ରେ ମା, ଆସୁଛି। ସତେତ ମାମୁ ମୋର କେତେ ବୋକାମି ଲୋକ। ଯାକୁ ମୁଁ ସାତ ଜନ୍ମ ସ୍ୱପ୍ନ ଦେଖିଛି ମାନେ ତା ସହିତ ପୁଣି ଏମିତି ଜୀବନ ସହିତ ଖେଳ ଖେଳିବି ନା 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 ନା, ସେ ମୋ ଅଛନ୍ତି 7 ଜନ୍ମ ସାଥୀ, ଆଉ ତାଙ୍କୁ ମୁଁ ବହୁତ ଭଲ ପାଏ। ଆଜି ସତରେ ଏ ବାହାଘର କଥା ଶୁଣି ମୁଁ ଆଜି ବହୁତ ଖୁସି। ନା ଖୁସିରେ କାହାକୁ ଯାଇ କିଛି ଖାଇବି Hello, Miss Sarati Madam, surprise. अरे केमिति अछ मो गरम जिलापी? ତମକୁ ମୁଁ କେତେ ଦିନ ବାରମ୍ବାର ମନା କରିଛି ଯେ ମୋ ପାଖକୁ ଆସିଲା ବେଳେ କେବେ ବି ହାତରେ ବେଲ୍ଟ ଧରିକି ଆସିବନି କହିଦେଲି ନା। ଏଇ ସବୁ ଦୋକାନରେ ମୁଁ ରହିପାରେନି, କାହିଁକି ନା ମତେ ଉଲ୍ଟି ଯାଇ ବୁଝିପାରିଲ। अरे क्षमा कर दियो कौन कोई ऑब्वियस ना धार परनी रुद्र अरे गोटे कथा सत्यता तब तो 5 वर्ष ହେଲା ସେଇ ଜେଲ୍ ସାଜିଥିଲେ ଦିଲା କେବେ ଆସିଲା? अरे हो परा अरे 5 वर्ष पर काली मु जेल रो फेरिली आमे ये सर्वप्रथम मु मोर गरम जिलेबी संगे देखा करनी है। अच्छा कहला ए अच्छी पर सरकार अवसर पर देखा जाउछ कहला कोपड़े कथुच अच्छा अरे कोई सबन माखुच पारण तमे भारी
झकास लाଗୁଛ এই সব কଣ କରିବା ପାଇଁ ଯାଉଛ? କଣ ଭାଇ ଆରେ ଆମେ ପୁରା ପ୍ରେମ କରୁଛେ ଏତେ ବର୍ଷ ପରେ ମୁଁ ଆସିବି ମୋ ସମୟ ଯୋଉଠି ଗୋଟେ ଚୁମ୍ବନ ଦେଇପାରିବିନି ଓ ତମେ ଭଲ ପାଉଛ ବୋଲି ତମ ମନ ଇଚ୍ଛା ତମେ ଯେମିତି ଚାହିଁଲେ ମୁଁ ସେମିତି ହେଇଯିବି। ହେ ଅନାନି ଆରେ ଆମେ ପ୍ରେମ କରୁଛୁ ପ୍ରେମ ରୁଦ୍ର ତମେ ଭଲ ପାଇ ଭୁଲ କରିଛ। କାହିଁକି ନା ଆଜିକାଲି ଝିଅ ପିଲାମାନେ ଚାଲାକି ହେଇଗଲେଣି। ଆଚ୍ଛା। ବକାମି ନେଇ ବୁଝିଲେ ନା ଏମିତି ପୁରୁଷ ପିଲାମାନେ ମିଠା ମିଠା କଥା କହିକି ଝିଅ ପିଲାକୁ ହାତ ମୁଠକୁ ଆଣନ୍ତି। ହାତ ମୁଠକୁ ଯାଇ ସାରିଲା ପରେ ସେଇ ଝିଅରେ ସବୁ କିଛି ଲୁଟେ ଲୁଟେ ଦେଇ ଏମିତି ଅଦାବଟରେ ଛାଡ଼ି ଦିଅନ୍ତି। ବୁଝି ହଟା ସାବନ୍ତି ଘାଟା ଆରେ ମୁଁ ସେମିତି ଟଙ୍କା ନୁହଁ ମୋ ହଉ ହଉ ଠିକ ଅଛି ସେ ସବୁ ଛାଡ଼। ଆଚ୍ଛା କହିଲ ଏ ମାମୁଁ ଭାଣିଜୀ ବେଶୀ କଣ ଗୋଟେ ବିଷୟରେ ଫୁସୁର ଫାସୁର ହଉଥିଲ ଏ ଆମ ବାହାଘର ବିଷୟରେ ନା ଓ ତମେ କିଛି ସମୟ ପୂର୍ବରୁ ଆମ ଘର ଭିତରେ ପଶି ଯାଇଥିଲ। ସବୁ ଶୁଣି ଦେଇଛି କଣଟା ଶୁଣିଛ କହିଲ? তোমার বাহাঘর বিষয়ে আলোচনা করছিল এই আমার বাহাঘর বিষয় না আরে মু জানিଥିଲି তমে ମୋ ଭାଣିଜୀ ଆମ ବାହାଘର ବିଷୟରେ କଥା ହଉଥିବ ବୋଲି ମାମୁଁ କଣ କହିଲେ କେବେ ଆମର ବାହାଘର ହବ କେବେ ଆମର ଚଉଠି ହବ ମୋ ରୁଦ୍ର ତମେ ସାତ ଜନ୍ମ ସ୍ୱପ୍ନ ଦେଖିଲେ ବି ଏଇ ଆରତୀ ସହିତ ତମର ମାସରେ ରାତି କେବେ ବି ହେଇପାରିବନି। ହେଲେ କାହିଁକି କାହିଁକି ନା ତମେ ହଉଛ ବିନା ଟଙ୍କା ରୋଜଗାର ବାଲା। ତମ ସହିତ ପୁଣି ମୋର ଏତେ ସୁନ୍ଦର ଜୀବନକୁ ନଷ୍ଟ କରିଦେବି। ରହିଛ କଣ କହିଲ ମୁଁ ଗୋଟାଏ ବେରୋଜଗାରୀ ଆଉ ରୋଜଗାର କରିବାର ଆବଶ୍ୟକ ବି ନାହିଁ କାହିଁକି ନା ମୋ ଗାଁରେ ଗୋଟେ ଭଣଜା ଅଛି ମାନସ ଆରେ ସେ ରୋଜଗାର କରୁଛି ଆଉ ମା ପୁଅ ମିଶି ଆମେ ଉଡୁଛୁ ଆରେ ମାମୁଁ ଘରେ ପଡି ପଡି କେତେ ଦିନ ଜୀବନ ବିତେଇବ ଆମ ବଗିଚା ଘରକୁ ଚାଲିଆ ଆରାମରେ ରହିବୁ ରୁଦ୍ର ତମ ପାଇଁ ତମ ମାମୁଁ ଘର ମନ୍ଦିର ମୋ ପାଇଁ ମୋ ମାମୁଁ ଘର ଠାକୁର। ତମେ ବର୍ତ୍ତମାନ କହିବା ପାଇଁ ଯାଉଛ ଲୋକଙ୍କ ରୋଜଗାର ଟଙ୍କାରେ ମିସ୍ ଆରତୀକୁ ତମେ ଚଳେଇବ। ଏଇ ଆରତୀର ଗୋଟିଏ ସ୍ୟାଣ୍ଡର ଦାମ କେତେ ତମେ ଭଲରେ ଜାଣିଛ। ଏଇ ଆରତୀର ଗୋଟିଏ ମେକଅପର ଦାମ ତମେ ଭଲରେ ଜାଣିଛ। ଏଇ ଆରତୀର ଗୋଟିଏ ଡ୍ରେସର ଟଙ୍କା କେତେ ତମେ ଭଲରେ ଜାଣିଛ। ଏଇ ସବୁ ଜିନିଷ ଦେଇପାରିବ? ଆରେ ମୁଁ ତ ବେରୋଜଗାରୀ ସେ ସବୁ ମୁଁ ଦେଇପାରିବିନି। ଆଚ୍ଛା ତମେ ତ ବହୁତ ପାଠ ପଢିଛ ଏ ମୁଣ୍ଡରେ ବହୁତ ବୁଦ୍ଧି ଏଇ ବୁଦ୍ଧିଆ ମୁଣ୍ଡ ଗୋଟେ ବୁଦ୍ଧି ଦିଅ ଯେ ବିନା ପରିଶ୍ରମରେ କେମିତି କୋଟିପତିର ମାଲିକ ରୁଦ୍ର ଅଛି ବାଟ ମାରଣ କେମିତି ତମକୁ ଏମିତି ଗୋଟେ ବାଟକୁ ନେଇଯିବି ଯେ ତମେ ଚାଲିଗଲେ ବିନା ପରିଶ୍ରମରେ କୋଟି କୋଟି ସମ୍ପତ୍ତିର ମାଲିକ ହେଇଯିବ। ଅନାନି ଆରେ କେମିତି କହିଲ ଏମିତି କେବେ କହିବି ଆଉ ତମେ ପ୍ରଥମେ ମୋ ହାତ ଛୁଇଁ କଥା ଦେବାକୁ ପଡିବ ତାପରେ ଯାଇ ସେ କଥା ମୁଁ ତମ ଆଗରେ କହିବି। ଆରେ ହାତ କଣ ଆରେ ମୁଁ ତମର କଥା ଶୁଣୁଛି ତମେ ଯାହା କହିବ ମୁଁ ସେଇଆ କରେ। ଠିକ ଅଛି ତାହେଲେ କହୁଛି ଶୁଣ ଶୁଣ ଏ ରୁଦ୍ର ହଁ ତମ ପିଲାଦିନର ସାଙ୍ଗ କିରଣ କିରଣ ଆରେ ସେ ଛୋଟ ବେଳର ସାଙ୍ଗ ହେଲେ ମୁଁ କୋଟିପତି ଏପଟେ ଚାର କାମ କଣ ଅଛି କାମ କେମିତି କାମ କଣ ଜାଣିଛ? ତାଙ୍କର ଧନ ସମ୍ପତ୍ତି ସବୁଥିରେ ଭରିପୂର୍ଣ୍ଣ ହେଇଅଛି। ସେମାନେ ହେଉଛନ୍ତି ପୂର୍ବତନ ଜମିଦାର ତାଙ୍କ ପାଖରେ କୋଟି କୋଟି ସମ୍ପତ୍ତି ହେଲେ ମୋ ରାଜା ହବ ପଛରେ ସେ ସୂର୍ଯ୍ୟ କିରଣର କାମ ଅଛି ପରା। ମୁଁ ଆଗେ ଆଗେ କହି ଯାଉଛି ଆଉ ତମେ ଶୁଣି ଶୁଣି ଚାଲିଯା। ଶୁଣ ତାହେଲେ କହୁଛି ଶୁଣ ତା ସହିତ ଯଦି ମୋର ବାହାଘର ହେଲେ କେମିତି ହୁଅନ୍ତା? ତୁ କିରଣକୁ ବାହାବୁ ହାରାମ ଜାତି ଶାଲି ଭଲ ପାଇବୁ ମତେ ଶୁଣିବୁ ମୋ ସାଙ୍ଗରେ ଆଉ ବାବୁ ମୋ ସାଙ୍ଗ କିରଣକୁ ଏଇ ଆରତୀ ଗାଲକୁ ହାତ ଲଗେଇବା ପାଇଁ ସାହସ କେମିତି କଲା? ବେଶୀ ଯଦି ପାଟି କରେ ଏଇ ପାଟି ଭିତରୁ ହାତ ପୁରି ଜୀବଟା ଉପରେ ଆଣି ଦେବୀ ହାତ ମୁଠେ ଧରେ କିଛି ବୁଝିଲେ ସମଝୁ ପୁଣି ଆରତୀ ଗାଲକୁ ହାତ ଲଗେଇବ। ଆଉ କଣ ବୁଝିବୁ କଣ ଜାଣିଛ? ତା ସହିତ ମୋର ସତ ସତିକା ବାହାଘର ହେବା କଥା କଣ ଆଉ ତା ସହିତ ମୋର ବିଛି ବିଚିକାର ବାହାଘର କଥା ଲାଭ କଣ ଲାଭ କଣ ଜାଣିଛ? ବିଛି ବିଚିକାର ବାହାଘର ହେଇ ତା ଧନ ସମ୍ପତ୍ତି ସବୁ ମୋ ହାତ ମୁଠକୁ ଆଣିବି। ହାତ ମୁଠକୁ ଆସି ସାରିଲା ପରେ ତମେ ଆମ କୋଉଠି ଯାଇକି ସୁଖରେ ସଂସାର କରିବା କଥା କହୁଥିଲି।
এই অনলাইনে আর মতো গোটা মূর্খ লোক এমনি দুনিয়ায় পৌঁছে করলে কম বুঝতে পারবি এইটা মুন্ডা না কম্পিউটার না তবে কিরকম বেছে বেছে খাওয়া হবো আর সামনে সম্পত্তি পাই সরলা করে মশা করে তোমার যাওয়া করে মই সেবা করবি ঠিক আছে এই প্রথমে কোন সব କରିବାକୁ ପଡିବ ତମେ ପ୍ରଥମରେ ଆରେ ପ୍ରେମର ଫସେଇବ ତମେ ନାରୀ ନିଆ ସେ ପୁରୁଷ ଘିଅ ଆଉ ନିଆ ପାଖରେ ଘିଅ ଆସିଲେ ତରଳିବ ନା ସେମିତି କରିବି ঠিক ଅଛି ଏଠି ଆଉ ଯଥରେ ସମୟ ନଷ୍ଟ କରିବାନି ଶୁଭ କାର୍ଯ୍ୟରେ ବିଳମ୍ବ ନାହିଁ ଶୀଘ୍ର ଶୀଘ୍ର କାମରେ ଲାଗି ପଡିଲେ ତମେ ନା କଟି କଟି ସମ୍ପତ୍ତିର ମାଲିକ ହେଇଗଲା ଏ ଅନାନି ଖଟ ପକେଇବି এই আরতিকে সাথে দেবে সাথে বাপাই এই চগলিয়া বসিটা সাপলা দেখুছি কেবে কোন তাম্বুয়াটিକୁ ଆଇନାରେ ଦେଖିଥି ଦେଖି ନଥିବ ସେଥିପାଇଁ ଆରତିକି ସାପଲା ଦେଖୁଛି ତତେ ମୁଁ କେବେ ବି ଭଲ ପାଇନି ରୁଦ୍ର ତତେ ଏମିତି ଭଲ ପାଇବା ଛଳନା କରିଛି କାହିଁକି ନା ମୋର ଶାନ୍ତ ଦିନ ସାଥୀ ଅଛି ମୋ ପ୍ରିୟ କିରଣ ତାଙ୍କ ଛଡା ଏ ମୋ ଗୁରା ଗୁରା ରୂପ ଯୌବନକୁ କିଏ ଯଦି ଛୁଇଁଦେବ ନା ତା ହାତକୁ ମୁଁ ଟିକ ଟିକି କାଟିଦେବି କାହିଁକି ନା ନାମ ହେଉଛି ମୋର ରାତି ସଦା ସର୍ବଦା ପ୍ରଭୁଙ୍କ ମନ୍ଦିରରେ ତପ୍ତ ପାଇଁ ଚାଲୁଥିବା ଆରତି ବା ନା 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 ଏଠି ମୁଁ ଅଯଥାରେ ଗପସପ କରି ସମୟ ନଷ୍ଟ କରିଯାଉଛି ଯାଏ ସେ ପଟେ କାମରେ ଲାଗି ପଡିବି ଆସୁଛି ବାଏ ଗୁଡ୍ 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 ବାଏ